নমস্কার। আজি ବହୁତ ଦିନ ପରେ ମୁଁ ମୋର ପୁରୀ ଘରେ ମୋ କାଳୁ ସାମ୍ନାରେ ଏ ଭିଡ଼ିଓଟି ରେକର୍ଡିଂ କରୁଛି। ନୂଆ ଆଶ୍ରମ ତିଆରି ପାଇଁ ମୁଁ ଅନେକ ସମୟରେ ବହୁତ ବ୍ୟସ୍ତ ରହୁଛି, କାରଣ ଆଶ୍ରମ ତୋଳିବାଟା ଏ ବୟସରେ ମୋ ପାଇଁ ଗୋଟେ ବିରାଟ ଅସମ୍ଭବ କାର୍ଯ୍ୟ। କିନ୍ତୁ ଆଶ୍ରମ ତ ମୁଁ ତୋଳୁନି, ସେଇ କାଳୁ ମୋତେ ନିଜେ ସୂଚନା ଦେଲା ଯେ ଏଥରକ ତୁ ତୋ ନାଁରେ ଆଶ୍ରମ କର, ଯେଉଁଠି ତୁ ତୋର ସମ୍ପୂର୍ଣ୍ଣ ସ୍ୱାଧୀନତା ପାଇବୁ। ଆଉ ତୁଳସୀ ଦାସ ଆଶ୍ରମର 50 ପ୍ରକାର କଟକଣା ଭିତରେ ତୋର ସେଠି ରହିବାର ଆଉ ଆଦୌ ଆବଶ୍ୟକତା ନାହିଁ। ତେଣୁ ନୂଆ ଆଶ୍ରମ ଶୂନ୍ୟ ସ୍ୱାମୀ ଧ୍ୟାନପୀଠ ଖୁବ୍ ଦ୍ରୁତ ଗତିରେ ଆମର ସେଇ ସୁନାଖଳା ଗାଁରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ପ୍ରଭୁ ତା କାମ ଆଗେଇ ନେଉଛି। ଆଉ ବଡ଼ ଖୁସିର କଥା, ମୋର ଏଇ ୟୁଟ୍ୟୁବ୍ ଚ୍ୟାନେଲ ଦେଖୁଥିବା ସମସ୍ତ ଭାଇ ଭଉଣୀ ମା ମାନେ ଅକୁଣ୍ଠିତ ଚିତ୍ତରେ ପ୍ରତ୍ୟେକ ଦିନ ସାହାଯ୍ୟ ରାଶି ପପୁ ମହାରାଜଙ୍କ ପାଖକୁ ପଠେଇ ଚାଲିଛନ୍ତି ବୋଲି ଏ ଆଶ୍ରମ କାର୍ଯ୍ୟ ଆଗେଇ ଚାଲିଛି। ଆପଣମାନଙ୍କର ମୋ ପ୍ରତି ଏତେ ଭଲ ପାଇବା ଏବଂ କାଳୁ ପ୍ରତି ଏତେ ପ୍ରେମର ଭାବ ଦେଖି ମୁଁ ସତରେ ଭାବ ବିହ୍ୱଳ ହୋଇଯାଉଛି। ଏବଂ ଆପଣମାନେ ମଧ୍ୟ ସେଇ କାଳୁର ପରୋକ୍ଷ ନିର୍ଦ୍ଦେଶରେ ବା କାଳୁର ପରୋକ୍ଷ ପ୍ରେମରେ ଓତପ୍ରୋତ ଭାବେ ଜଡ଼ିତ ହୋଇ ନିଜର ସାମର୍ଥ୍ୟ ଅନୁସାରେ ଅର୍ଥ ରାଶି ପପୁ ମହାରାଜଙ୍କୁ ପଠାଉଛନ୍ତି। ଇଏ କିଛି ଛୋଟିଆ କଥା ନୁହେଁ। ମୁଁ ତ ଆଦୌ ଭାବିପାରୁନି ଯେ ଏମିତି ଦିନେ ହେଇପାରିଥାନ୍ତା ବୋଲି। ଆଉ ଥରେ କହିଦେଉଛି, ଯିଏ 1 ଟଙ୍କା ଦେବ ତା ପ୍ରତି ମୁଁ ଯେତିକି କୃତଜ୍ଞ ଏବଂ କାଳୁ ଯେତିକି ଖୁସି ହେବ, ଯିଏ 1 କୋଟି ଟଙ୍କା ଦେବ ତା ପ୍ରତି ମଧ୍ୟ ମୁଁ ସେତିକି କୃତଜ୍ଞ। କାଳୁର ମଧ୍ୟ ଆଶୀର୍ବାଦ ସେ ସେତିକି ପାଇବେ। ଏଠି ପ୍ରଶ୍ନ ନୁହେଁ କିଏ ଟଙ୍କାଟିଏ ଦେବ କିଏ ବା କୋଟିଏ ଟଙ୍କା ଦେବ। ପ୍ରଶ୍ନ ହେଉଛି କାଳୁ ପାଇଁ ଯେଉଁ ଆଶ୍ରମଟି ତିଆରି ହେଉଛି ତା ପ୍ରତି ଆମ ହୃଦୟର ନିର୍ମଳ ଭାବ ଏବଂ ଭଲ ପାଇବା। ସେଠି କେତେ ଟଙ୍କା କିଏ ଦେଲା ସେଇଟା ବଡ଼ କଥା ନୁହେଁ। ତେବେ ଅଯାଚିତ ଭାବରେ ଲୋକମାନେ ଟଙ୍କା ଦେଉଛନ୍ତି, ଏଥିରେ କିଛି ସନ୍ଦେହ ନାହିଁ। ଆଉ ଆଶା ରଖିବି ଆଗାମୀ ଦିନରେ ଇଏ କାର୍ଯ୍ୟ ପ୍ରାୟ ଡିସେମ୍ବର ଯାଏଁ ଚାଲିବ। 1 କୋଟି 10 ଲକ୍ଷ ଟଙ୍କା ଆପାତତଃ ଖର୍ଚ୍ଚ ହେବ ବୋଲି ଇଞ୍ଜିନିୟର ଏଷ୍ଟିମେଟ୍ ଦେଇଛନ୍ତି। ମୁଁ ଆଶା ରଖିବି ଡିସେମ୍ବର ମାସ ଯାଏଁ ଏ କାର୍ଯ୍ୟ ସରିବା ଯାଏଁ ଆମେମାନେ ସମସ୍ତେ ହାତକୁ ହାତ ଧରାଧରି ହେଇ ଏ କାର୍ଯ୍ୟଟିକୁ ଆଗେଇ ନେବା। ଏ ଆଶ୍ରମ ଆପଣମାନଙ୍କ ସମସ୍ତଙ୍କର ଏବଂ ପ୍ରତ୍ୟେକ ଏ ଆଶ୍ରମକୁ ଆସିବେ ମୁଁ ଏବେଠାରୁ ମଧ୍ୟ ନିମନ୍ତ୍ରଣ କରିଦେଉଛି। ଏବଂ ଏ ଆଶ୍ରମକୁ ଆସି ରହିବାରେ କୌଣସି କଟକଣା ରହିବ ନାହିଁ ବା ମୋତେ ଆସି ଦେଖା କରିବାରେ ମୋ ସହିତ ଆଳାପ ଆଲୋଚନା କରିବା ମଧ୍ୟ କିଛି କଟକଣା ରହିବ ନାହିଁ। ଆଜି ଯେହେତୁ ମୁଁ ଅନେକ ଦିନ ପରେ ମୋର ପୁରୀ ବସାକୁ ଆସିଛି, ଆଜି ମୋ ହାତରେ କାଳୁ ବେଶ ହୋଇଛି ଏବଂ ମୁଁ ଭାବିଲି ଆଜି କାଳୁ ସାମ୍ନାରେ ଗୋଟିଏ ସେଇ କାଳୁର କଥା କହିବି। କାଳୁ ପ୍ରକୃତରେ କ'ଣ ତାକୁ କେହି ଆମେମାନେ ସାରା ଜୀବନ ଚାଲିଗଲେ ମଧ୍ୟ ଠିକ୍ ଭାବରେ ଆକଳନ କରିପାରିବା ନାହିଁ। ସିଏ ଏକ ବିଚିତ୍ର ରହସ୍ୟମୟ ଠାକୁର, ମାନେ ହି ଇଜ୍ ଏ ମିଷ୍ଟ୍ରିୟସ୍ ଲର୍ଡ। ମାନେ ତାର ରହସ୍ୟକୁ ମୁଁ ବୋଧେ ଭାବୁଛି ଏଇ ଯେଉଁ ତଥାକଥିତ ଜଗନ୍ନାଥଙ୍କ ଉପରେ ସବୁ ଗବେଷକ କରୁଛନ୍ତି, ଗବେଷଣା କରୁଛନ୍ତି ଏବଂ ଠାକୁରଙ୍କ ନାଁ ନେଇ ଅନେକ ଅନୁଷ୍ଠାନ କରିକି ଆନ୍ତର୍ଜାତୀୟ ଅନୁଷ୍ଠାନ, ଜାତୀୟ ଅନୁଷ୍ଠାନ, କିଏ ତା ଦେହରେ ବଡ଼ ନିର୍ଦ୍ଦେଶକ, କିଏ ବଡ଼ ପଦବୀରେ ଅଛି, କେବଳ ନିଜ ନାଁକୁ ଖବରକାଗଜରେ ଦେଖିବା ପାଇଁ ଏବଂ କାଳୁକୁ ମାଧ୍ୟମ କରି ନିଜ ନାମ ଯଶ ପ୍ରତିଷ୍ଠା କରିବା ପାଇଁ ଯେଉଁମାନେ ସବୁ ଉଚ୍ଚ ସାଧନା କରୁଛନ୍ତି, ସେମାନେ ମଧ୍ୟ କାଳୁ କିଏ ସେଥିପାଇଁ ମୁହୂର୍ତ୍ତଟେ ସମୟ ଦେଉନାହାନ୍ତି କି ସେ ରହସ୍ୟ ଭେଦ କରିବା ପାଇଁ। ରହସ୍ୟ ତ ଭେଦ ହେଇପାରିବନି, କେହି କେବେ ଚେଷ୍ଟା କରୁନାହାନ୍ତି। କିନ୍ତୁ କାଳୁ ସହିତ ମୁଁ ଯେତିକି ଯେତିକି ମିଶୁଛି, ଯେତିକି ଯେତିକି ତା ସହିତ ମୋର ଭାବ ଯୋଡ଼ି ହେଇଯାଉଛି, ପ୍ରତିଦିନକୁ ଦିନ ତାର ରହସ୍ୟମୟତା ଏବଂ ସେ ରହସ୍ୟ ଯେ କେତେ ଗଭୀର ତାକୁ
ମୁଁ ମୋର ହାଡ଼େ ହାଡ଼େ ଅନୁଭବ କରୁଛି। ଏବଂ କାଳୁ ଏଭଳି ଏକ ଠାକୁର, କେବେ ଭାବନ୍ତୁ ନାହିଁ ଯଦି କାଳୁର ଦର୍ଶନ କେବେ ମିଳିଲା, ସେ କେବଳ ଆପଣଙ୍କ ଆଗରେ ଶଙ୍ଖ ଚକ୍ର ଗଦା ପଦ୍ମ ଧରି ଛିଡ଼ା ହେଇକି କହିବ ଆରେ ହେ କ'ଣ ମୋତେ ମାଗୁଛୁ ମାଗ, ଏଗୁଡ଼ା ସବୁ ନୁହଁ, ଇଏ ସବୁ ପୁରାଣର କଥା। ଆପଣଙ୍କର ଯଦି କାଳୁ ସହିତ ପ୍ରକୃତ ଭାବ ଥିବ, ପ୍ରେମ ଭାବ ଥିବ, ସିଏ ଆପଣଙ୍କୁ ପରୀକ୍ଷା କରିବା ପାଇଁ ଯେକୌଣସି ରୂପରେ ଆସିପାରେ। ଗୋଟେ ଭିକାରୀ ରୂପରେ ଆସିପାରେ, କି କୁକୁର ରୂପରେ ଆସିପାରେ, କିମ୍ବା ଅତି ଗରିବ ଦୈନ୍ୟ ରୂପରେ ଆସିପାରେ, ବା ରାଜା ରୂପରେ ଆସିପାରେ। କିନ୍ତୁ ସିଏ ଯେ କାଳୁ ଆସିଛି ସେଇଟାକୁ ଉପଲବ୍ଧିରେ ଆଣିବାକୁ ଗଲେ ଆମ ଆଖିର, ଆମର ଦୃଷ୍ଟି ଶକ୍ତି ସେଇ ସ୍ତରକୁ ଯାଇଥିବା ଦରକାର, ବା ଆମର ସାଧନା କ୍ଷେତ୍ରରେ ସେଇ ଯୋଗ୍ୟତା ଆମେ ହାସଲ କରିଥିବା ଦରକାର, ଯଦ୍ୱାରା କି କାଳୁକୁ ଆମେ ଆମ ଉପଲବ୍ଧିରେ ଆଣିପାରିବା। ତା ନହେଲେ ପ୍ରତି ମୁହୂର୍ତ୍ତରେ ଗଛର ନୀଳ ପତ୍ରର ସବୁଜ ରଙ୍ଗ ଭିତରେ, ପବନର ହିଲ୍ଲୋଳ ଭିତରେ, ଚଢ଼େଇର କାକଳି ଭିତରେ, ଝରଣାର କୁଳୁକୁଳୁ ନାଦ ଭିତରେ, ଘୂର୍ଣ୍ଣିଝଡ଼ର ସୁ ସୁ ପବନ ଭିତରେ, ସମୁଦ୍ରର ଉତ୍ତାଳ ତରଙ୍ଗର ଶବ୍ଦ ଭିତରେ, ଆକାଶରେ ଘୋଟି ଆସୁଥିବା କଳା ମେଘ ଭିତରେ ଏବଂ ଘଡ଼ଘଡ଼ି ଚଡ଼ଚଡ଼ି ଭିତରେ, ପ୍ରତିଟି ଭିତରେ, ଧୂଳି କଣାରେ, ପାଣି ପବନ ସବୁ ଭିତରେ ପ୍ରତି ମୁହୂର୍ତ୍ତରେ କାଳୁ ଅଛି, କାଳୁର ଉପସ୍ଥିତି ଅଛି। କାଳୁ ନଥିଲେ ଏ ସଂସାର ନଥାନ୍ତା, ଗୋଟେ ମୁହୂର୍ତ୍ତରେ ଏ ଧ୍ୱଂସ ପାଇଯାଆନ୍ତା। କାଳୁ ହିଁ ଏ ସୃଷ୍ଟି ଭିତରେ ପ୍ରତି ମୁହୂର୍ତ୍ତରେ ଧକ୍ ଧକ୍ ହେଉଛି। କିନ୍ତୁ କାଳୁ କେତେବେଳେ କେଉଁ ରୂପରେ ଆସିବ ତାହା କେହି କହିପାରିବେ ନାହିଁ। ଆଜିର ଏ ଭିଡ଼ିଓଟିର ମୁଁ ନାଁ ଦେଇଛି କେତେ ରଙ୍ଗ କେତେ ରୂପ। ମାନେ ସେ କେତେ ରଙ୍ଗ କେତେ ଛଟକରେ ତମ ଆଗକୁ ଆସିବ ତମେ କହିପାରିବନି, କେତେ ରୂପରେ ସେ ଦେଖାଦେବ ତା ବି କହିପାରିବନି। ଏବଂ ଇଏ ଟାଇଟେଲ ଦେଇଛି କେତେ ରଙ୍ଗ କେତେ ରୂପ, କାଳିଆ କୁକୁର କାଳିଆ ଠାକୁର। କାଳୁ ଆମର କଳା, କଳା ରଙ୍ଗ, ତେଣୁ କିଏ ତ କହୁଛି କାଳିଆ, କିଏ କହୁଛି ମୁଁ କହୁଛି କାଳୁ, କିନ୍ତୁ ସିଏ କଳା ହିଁ କଳା। ତେଣୁ ଆଜି ଯେଉଁ ବିଷୟରେ ମୁଁ କହିବାକୁ ଯାଉଛି, କାଳିଆ କୁକୁର କାଳିଆ ଠାକୁର, ଏଇ ଘଟଣାଟି ଏଇ ଆମର ନୂଆ ଆଶ୍ରମ ତିଆରି ବେଳେ ଯେଉଁ ଘଟଣା ଘଟିଛି ସେଇ କଥା କହୁଛି। ସେଇ କଥା କହିବା ପୂର୍ବରୁ ଆଉ ଗୋଟେ ସୂଚନା ଦେଇ ଦେଉଛି, ମନେ ପଡ଼ିଯାଉଛି। ଆଗାମୀ ଜୁନ ମାସରେ, ଜୁନ 19, 20, 21ରେ, ଜୁନ ମନେ ରଖନ୍ତୁ 19, 20, 21ରେ ପୁରୀ ସମୁଦ୍ରକୂଳ ପାଖରେ ମୋର ଧ୍ୟାନ ଶିବିର ଅନୁଷ୍ଠିତ ହେବ। ମୁଁ ଆଗରୁ କହିଥିଲି ମେ 30 ତାରିଖ ଭିତରେ ନାମ ରେଜିଷ୍ଟ୍ରେସନ କରିବା ପାଇଁ, ସେଇଟା ଆଉ ସମ୍ଭବ ନୁହେଁ। ଯେଉଁମାନେ ନାମ ରେଜିଷ୍ଟ୍ରେସନ କରିବାକୁ ଚାହୁଁଛନ୍ତି ସେମାନେ ଆଜି ହେଲା 18 ତାରିଖ, ଏଇ 25 ତାରିଖ ଭିତରେ ନାମ ରେଜିଷ୍ଟ୍ରେସନ କରିଦେବେ। କାରଣ ହୋଟେଲ, ଯେଉଁ ହୋଟେଲଟାକୁ ମୁଁ ବୁକ୍ କରିଛି, ହୋଟେଲ ମାଲିକ କହିଛନ୍ତି ମୋତେ ଆପଣ ଜୁନ ଏଇ ମେ 25 ତାରିଖ ରାତିରେ କେତେ ଜଣ ଆସିବେ ଆଉ କେତେଟା ରୁମ୍ ଆପଣଙ୍କ ପାଇଁ ବୁକ୍ ହେବ ଆଗୁଆ ଜଣାଇଦେବେ। ଯଦି ମେ 25 ତାରିଖ ଦିନ ରାତିରେ ଆପଣ କେତେଟା ରୁମ୍ ବୁକ୍ ହେବ ନ ଜଣାଇ ପାରିବେ ତାହେଲେ ମୁଁ ଆପଣଙ୍କୁ ହୋଟେଲ ଦେଇପାରିବିନି, କାରଣ ମୋ ପାଖକୁ ସବୁବେଳେ ବାହାରୁ ଟୁରିଷ୍ଟ ମାନେ ଆସୁଛନ୍ତି। ତେଣୁ ବନ୍ଧୁ, ଏଇ ମେ ମାସ ଆଜି ହେଲା 18 ତାରିଖ, ଏଇ 7 ଦିନ ଭିତରେ ମେ 25 ତାରିଖ ସକାଳ 9ଟା ସୁଦ୍ଧା ଯେଉଁମାନେ ଧ୍ୟାନ ଶିବିର ଆଟେଣ୍ଡ କରିବାକୁ ଚାହୁଁଛନ୍ତି ସେମାନେ ପପୁ ମହାରାଜଙ୍କ ପାଖରେ ନାମ ରେଜିଷ୍ଟ୍ରେସନ କରିଦିଅନ୍ତୁ। ଏଇ 25 ତାରିଖ ଚାଲିଗଲା ପରେ ଆଉ ମୁଣ୍ଡ ବାଡ଼େଇଲେ ମଧ୍ୟ ନାମ ନିଆଯିବ ନାହିଁ, କାରଣ ସେଇ 25 ତାରିଖ ଦିନ ସନ୍ଧ୍ୟାରେ ମୁଁ ହୋଟେଲରେ ରୁମ୍ ବୁକ୍ କରିଦେବି ଯେଉଁମାନେ ନାମ ରେଜିଷ୍ଟ୍ରେସନ କରିଥିବେ। ପପୁ ମହାରାଜଙ୍କ ନମ୍ବର ମୁଁ ଆଗରୁ କହିଛି, ଆଉ ଥରେ କହିଦେଉଛି, 9437931018, 9437931018। ଏହା ହେଲା ପପୁ ମହାରାଜଙ୍କ ନମ୍ବର। ଏଇ ମାସ 25 ତାରିଖ ସୁଦ୍ଧା, 30 ତାରିଖ ନୁହଁ, 25 ତାରିଖ ସୁଦ୍ଧା ଯେଉଁମାନେ ଧ୍ୟାନ ଶିବିର ଆଟେଣ୍ଡ କରିବାକୁ ଚାହୁଁଛନ୍ତି ସେମାନେ ନାମ ରେଜିଷ୍ଟ୍ରେସନ କରେଇ ନେବେ। ଇଏ ଗଲା ସୂଚନା। ବର୍ତ୍ତମାନ ଆମେ ଆଜିର ବିଷୟବସ୍ତୁକୁ ଚାଲି ଆସିବା। କେତେ ରଙ୍ଗ କେତେ ରୂପ, କାଳିଆ କୁକୁର କାଳିଆ ଠାକୁର। ଏଇ ଯେଉଁ କାଳିଆ କୁକୁର କଥା କାହିଁ କହିଲି, ତା ପୂର୍ବରୁ ଗୋଟେ ଭିଡ଼ିଓ ପ୍ରାୟ 2 ବର୍ଷ ତଳେ ହେଇଥିଲା।
हुए तो अनेक देखी नथिबे आउ थरे मु कहि दउची मु जो बैंक रे यूको बैंक रे चाकरी करूथली से यूको बैंक रे मो पाखरे मोर गोटे सान भाई भी चाकरी करूथला से पिओन थिला ता ना राम बारिक कि हार्डली बयस हेले 32 वर्ष हबो सी एक आकस्मिक गाड़ी दुर्घटना रे तार स्पॉट डेथ हो गला। राम बारिक जो तार विवाह मध्य मु ठीक करथिली पुरी रो गोटे झियो सहित ता ना पिंकी पिंकी राम मोर को मृत्यु बेल को पिंकी की बेसी हेले 22-23 वर्ष होइथिबो हठात से विधवा हो गला। राम भाई रो मृत्यु पर पिंकी की मु गोटे सामयिक चाकरी आमरी बैंक रे देली डेली वेजेस रे प्रतिदिन किसी काम करिवो टंका नहीं चली जीवो। या मध्य रे मात्र 23 वर्षर झियो पिंकी तार मध्य गोटे झियो हो जाइथिला गोटे झियो पक्षरे एते कम बयस रे विधवा ही सारा जीवन चलिबा भारी कष्टकर। तेबे जाहो जगन्नाथंकर अशेष करुणारू पिंकी आउ एक खूब भलो अत्यंत भलो युवक सहित पिंकीर बाहागर मध्य द्वितीय बाहागर हो गला। पिंकी वर्तमान ये द्वितीय बाहागर रे तार जोड़े जाहला पुत्र संतान एवं प्रथम राम भाई आड़ू जो झीटी अच्छी ता सहित खुशी रे तार वैवाहिक जीवन जापन करुच्ची। आज ये वीडियो सहित पिंकी कथा कहीं कहली कारण पिंकी या भितर पुरी रे गोटे जगहटे किनिला घर करने मत आसी कहला सब कथार मोटू परामर्श निए। पिंकी ता बर आसी कहले सार पुरी ठू दूर रे बर्तमान सेठी घर द्वार किछि हेनी किछि गोटे हेले घर द्वार हेनी टिके कम दाम पइला बोली जगहटे किनि देइछि एवं घरटे तोलुछि आउ सतरे कोन मु ये सब पारिबी एवं एते दूर रे सब इटा सीमेंट छड़ रहिबो किए चोरी नहीं जाई पारे कौन करि पारे आ मु तो एका लोक मो स्वामी तो ता स्वामी डिफेन्स रे चाकरी करे सी तो पळेबे मु एकुटिया ए कम बयसर झियोटे मु कोन एगुड़ा पारिबी मु कहली पिंकी तू पारिबू आमे किछि करूनी आमे जो भाबुचे आमे करूचे एटा हमर भ्रांत धारणा आमे किछि करूनी जहा करिवो काळू करिवो आ मोर पूर्ण विश्वास जो काळू तते एते अल्प बयस रे वैद्यव्य जंत्रणा देले एवं पुणी सेही अल्प दिन भितर तो पई आउ एक सुंदर बरपात्र मध्य खोजी देला ए घर तोलारे से काळू ही साहाय्य करिवो तू किछि चिंता करना। से कहला सार काळू केमि साहाय्य करिवो मु कहला सेठी तोर कोन जाउची तू देखिबू काळू तते साहाय्य सेठी करिवो तू देखिबू होय तो सेठी गोटे कालिया कुकुर हुए तो आसिकी तते सब क्षेत्र रे जगिबो मु कहिया कथा बोली कहिदेली किंतु मो जीवन में मु देखुची मो पार्टी जहाँ जिते जदि हठात बाहरी जाए ए दीर्घ 14-15 वर्षर मोर अभिज्ञता एवं लोक मैंने जानती से कथाटा सत हो जाए मो सत हाँपाई मो पाखे कौन से ऐश्वर्य शक्ति ना मो पार्टी जदि जहाँ बाहरी गला सेटा हुए तो कालू तादर स्टाम्प मारिकी दस्खत कर दिए जे हाँ विभु पार्टी तो बाहरी मोर मान रक्षापी कालू सब तत्पर थाए तेणु मत केत से लोक हासा करेनी तेणु मु कहली तू जा ते घर कम सब साहाय्य कालू कर तोर किसी व्यस्त हबार ना प्रकृत देखागला जो दिन प्रथम दिन तार घर माटी पूजा होगी घर कम आरंभ है हठात कारण मु पूरी लोक मु जगह को जाइए पाखाखि 2-4 माइल भितर कहारी गोटे घर ना धू धू खरा माने खोला पड़िया ये जगह टेकिनी घर करुच्ची पूजा आरंभ है कुआड़ केमिति गोटे धेड़िया कालिया कुकुर किटिमिटी कालिया कुकुर आसी हठात पहुँचला पहुँचिकी चुपचाप पूजा बेले से बसिला मत पिंकी फोन कर कहला सार गोटे कालिया कुकुर आसी पहुँचे मुझे से कालिया कुकुर है कालू से तते जगिब तू किसी भावेना एवं देखागला पिंकीर जो प्राय 1.5 वर्ष धरी घर कम चलला से 1.5 वर्ष धरी ये जो कालू बोली जो कालिया कुकुरटी से पड़ी रहिला माने मिस्त्री मैंने आसी काम करेंगे सन्ध्या चलीजे किंतु यही जो कालिया कुकुरटी से घर जो घर तोला होता है से बाली रे शोइथिबो सकाळ जाए माने मुहूर्त आउ से कुआडे गलानी सते जेमती से जगिकी रही एपरिकी जदि किए गोटे बाहर लोकटे सेपटे जाऊँगी इटा खंडे धरी पकेला कि गोड़ी टिके हाथ उठेदेला ये भो भो कि भुकिकी पूरा गोडेब पूरा
ଭୋକିକି ଗୋଡ଼େଇବ। ଆପଣ ଚାହିଁଲେ ଆ ପୂର୍ବ ଭିଡ଼ିଓ ଖୋଜି ଖୋଜିକି ଦେଖିପାରିବେ। ସେ ଭିଡ଼ିଓଟା ମଧ୍ୟ ସେଥିରେ ପଡ଼ିଛି, କାଳିଆ କୁକୁରକୁ ବି ଦେଖିପାରିବେ। ମାନେ ସେ ଟୋଟାଲ ସମସ୍ତ ଜିନିଷକୁ ଜଗିକି ପଡ଼ିକି ରହିଲା। ପିଙ୍କି ବି ଆଶ୍ଚର୍ଯ୍ୟ ହେଲା ସାର୍ ଏଠି କୁକୁର ଗୋଟେଇଲେ କେହି ନାହାନ୍ତି, ଇଏ କୁକୁର କୁଆଡ଼ୁ ଆସିଲା, ସେ କେମିତି ଜାଣିଲା? ମୁଁ କହିଲି ତୁ କିଛି ଭାବେନା, ଆମର ଯେଉଁ କାଳିଆ ମାନେ ଜଗନ୍ନାଥ ସିଏ ଭାରି ନାଟୁଆ, ସିଏ କେତେବେଳେ କ'ଣ କରିବ ତା ରହସ୍ୟ ବୁଝିବା କଷ୍ଟ। ତେବେ ତୁ ଜାଣେ ଏଇ ଯେଉଁ କାଳିଆ କୁକୁରଟି ଅଛି ତୁ ଭାବେ ସେଇ ହିଁ ସ୍ୱୟଂ ଜଗନ୍ନାଥ, ସେଇ ତତେ ଜଗିକି ଅଛନ୍ତି। କିନ୍ତୁ ତୁ ତାକୁ ପେଟ ପରେ ଖାଇବାକୁ ଦେଉଥିବୁ, ଏପରିକି ଘରୁ ସନ୍ଧ୍ୟାବେଳେ ବି ରୋଷେଇ କରିକି ଆଣିକି ସେ ଭୋକରେ ରହିବନି, ତାକୁ ଖାଇବାକୁ ଦେଉଥିବୁ। ଏମିତି ହେଲା ପ୍ରତିଦିନ ପିଙ୍କି ଘରୁ ରୋଷେଇ କରି ସକାଳେ ତା ପାଇଁକି ଖାଦ୍ୟ ଆଣିବ ଦେବ, ଏବଂ ସନ୍ଧ୍ୟାବେଳେ କାମ ସରିଗଲା ପରେ ମଧ୍ୟ ପିଙ୍କି ନହେଲେ ତା ସ୍ୱାମୀ ସ୍କୁଟିରେ ବସିକି ତା ପାଇଁ ସ୍ୱତନ୍ତ୍ର ରୁଟି ବା ଯାହା ଖାଇବା କଥା ଆଣିଦେବେ, ସେ ଅପେକ୍ଷା କରିଥିବ, ଖାଇବ। ସେଇ ଯେଉଁ କାଳିଆ କୁକୁରଟିକି ଏବଂ ସମ୍ପୂର୍ଣ୍ଣ ସମ୍ମାନର ସହିତ, ଶ୍ରଦ୍ଧାର ସହିତ, ପ୍ରେମର ସହିତ ପିଙ୍କି ତାର ଯତ୍ନ ନେଲା ଏବଂ ସେ କାଳିଆ କୁକୁରଟି ଘର ତୋଳା ଶେଷ ଯାଏଁ ସେଠି ପଡ଼ି ରହିଲା। ଆଉ ସବୁଠାରୁ ଆଶ୍ଚର୍ଯ୍ୟ କଥା, ଯେଉଁଦିନ ଘର ଶେଷ ହେଇଗଲା, ଘର କାମ ସରିଲା, ଘର ପ୍ରତିଷ୍ଠା ହେବ, ମାନେ ତା ଭିତରେ ଯାଇ ଲୋକ ରହିବେ। ପିଙ୍କି ରହିଲାନି, ତାକୁ ଘର ଭଡ଼ା ଦେଇଥିଲା, କିନ୍ତୁ ଯେଉଁଦିନ ଘର ପୂଜା ହେଇକି ପ୍ରତିଷ୍ଠା ହେବ, ଏଇ ଯେଉଁ କାଳୁ କୁକୁରଟି ସେ ମଧ୍ୟ ସେ ପ୍ରତିଷ୍ଠା ସ୍ଥଳରେ ଚୁପଚାପ ଆଖି ବୁଜି ଶୋଇକି ପଡ଼ିକି ରହିଥାଏ। ପ୍ରତିଷ୍ଠା ପୂଜା ସରିଲା, ଭୋଗ ହେଲା, ଭୋଗ ମଧ୍ୟ ସେଇ କାଳିଆ କୁକୁରଟିକି ଦିଆହେଲା, ସେ ସମ୍ପୂର୍ଣ୍ଣ ଖାଇଲା, ଶୋଇକି ରହିଲା। ବିଶ୍ୱାସ କରନ୍ତୁ, ଘର ପ୍ରତିଷ୍ଠାର ତା ପରଦିନ ଠାରୁ ସେଇ ଯେଉଁ କାଳୁ ରୂପକ କାଳିଆ କୁକୁରଟି ତାର ଆଜି ପର୍ଯ୍ୟନ୍ତ ଆଉ ଦେଖା ସାକ୍ଷାତ ନାହିଁ। ଯେଉଁଦିନ ଭୂମି ପୂଜା ହେଲା, ମନକୁ ମନ ସେ କାଳିଆ କୁକୁରଟି ଆସି ସେଠି ପହଞ୍ଚିଥିଲା। ଘର ତୋଳାରୁ ଯେଉଁ 1.5 ବର୍ଷ ଧରି ଘର ତୋଳା ଚାଲିଲା, 1.5 ବର୍ଷ ଯାକ ସେ ମୁହୂର୍ତ୍ତ ପାଇଁ ସେ ଜାଗା ଛାଡ଼ିକି ଯାଇନି, ସେଇଠି ଜଗିକି ପଡ଼ିକି ରହିଥାଏ। କାହାରିକି ଗୋଟାଏ ଜିନିଷ ଛୁଇଁବାକୁ ଦିଏ ନାହିଁ, ଜଗିକି ଥାଏ। 2 ବେଳ ଯାକ ତା ପାଇଁ ଖାଇବାକୁ ଘରୁ ରୋଷେଇ ହେଇକି ଆସେ, ସେ ଖାଏ। ଏବଂ ସବୁଠାରୁ ରହସ୍ୟ କଥା ହେଲା, ଯେଉଁଦିନ ଘର ପ୍ରତିଷ୍ଠା ହେଲା, ସେ ଭୋଗ ଖାଇସାରିଲା ପରଠାରୁ ତା ପରଦିନ ସକାଳୁ ସେ କାଳିଆ କୁକୁରକୁ ଆଉ କେହି ପିଙ୍କି ଦେଖିନି, କି ମୁଁ ଦେଖିନି, କି କେହି ଦେଖିନାହାନ୍ତି। ମୋ ମନରେ ସବୁବେଳେ ଗୁରିତୁରି ଏଇ ପ୍ରଶ୍ନ ଉଠେ, ସେ କୁକୁରଟି କିଏ ଥିଲା? ସେ କୁକୁରଟି କିଏ ଥିଲା ଯେ ଅହେତୁକ ଭାବରେ ଆସିକି ପିଙ୍କିର ନୂଆ ଘରଟି ପହଞ୍ଚିଥିଲା ଏବଂ ଘର ତୋଳା ଶେଷ ଯାଏଁ ଜଗିକି ସେଠି ପଡ଼ି ରହିଥିଲା। ଘର ପ୍ରତିଷ୍ଠା ପରେ ଚାଲିଗଲା, ସତରେ ଯେମିତି ତାରି ଦାୟିତ୍ୱରେ ସେ ଘର ହେଉଥିଲା। ତେଣୁ ମୋତେ ଯିଏ ଗାଳି ଦେଉ, ଯାହା କରନ୍ତୁ ପଛେ, ମୋ ମନରେ ସ୍ୱାଭାବିକ ଭାବରେ ପ୍ରଶ୍ନ ସବୁବେଳେ ଉଠେ, ସେ ଆମର ଆଉ କାଳିଆ ଠାକୁର ନଥିଲା ତ? ତା ନହେଲେ ଏଭଳି ହେବା ଆଦୌ ସମ୍ଭବ ନୁହେଁ। এই কথা ଆଜି କାହିଁ କହିଲି? ଏଇ ଏପ୍ରିଲ 20 ତାରିଖ ଦିନ, ଆଜି ହେଉଛି ମେ 18, ଜଷ୍ଟ ମାସେ ତଳେ ଏପ୍ରିଲ 20 ତାରିଖ ଅକ୍ଷୟ ତୃତୀୟା ଦିନ ମୋର ଯେଉଁ ଶୂନ୍ୟସ୍ୱାମୀ ଧ୍ୟାନପୀଠ ଆଶ୍ରମ ତିଆରି ହେବ, ଅକ୍ଷୟ ତୃତୀୟା ଦିନ ତାର ଶୁଭ ଦିଆଗଲା। ଆପଣମାନେ ବି ସେ ଫଟୋ ହଁ ନାଇଁ ଦେଖିନଥିବେ, ସେଟା ଆମ ଗ୍ରୁପରେ ପଡ଼ିଛି। ତେଣୁ ଯେଉଁଦିନ ଶୁଭ ଦିଆଗଲା, ସେଦିନ ମୁଁ, ମୋର ଅନ୍ୟାନ୍ୟ ଅନୁଗାମୀ, ଡିଫେନ୍ସରୁ ଆସିଥିବା ବିମଳ ଭାଇ, ଆମେରିକାରୁ ଆସିଥିବା ଉତ୍କଳେନ୍ଦୁ ଭାଇ, ଏବଂ ମୋତେ ଯେଉଁ ସୁନା ଜଗନ୍ନାଥଙ୍କ ଲକେଟ୍ଟି ଦେଇଥିଲେ କଟକର ଶିଳ୍ପପତି ପରମାନନ୍ଦ ଭାଇ, ଜମି ଦାନ କରିଥିବା ହାଡ଼ିଆ ଭାଇ, ଏବଂ এই ଆଶ୍ରମ ତୋଳା ଦାୟିତ୍ୱ ଯେଉଁ ନେଇଛି ମୋର ସାନ ଭାଇ ସୋନୁ, PS କନଷ୍ଟ୍ରକ୍ସନ୍, ସେ ସୋନୁ, ଆମେ ସମସ୍ତେ ଥିଲୁ। ଅକ୍ଷୟ ତୃତୀୟା 20 ତାରିଖ, ଏପ୍ରିଲ 20 ତାରିଖ ଦିନ ଶୁଭ ଦିଆଗଲା, ପୂଜା ହେଲା, ନଡ଼ିଆ ବାଡ଼ିଆ ହେଲା, କାଳୁର ମୂର୍ତ୍ତିଟେ ନେଇଥିଲି ସେଠି ସେ ବସିଲା, ପୂଜା ହେଲା, ପତାକା ବନ୍ଧା ହେଲା, ନୀଳଚକ୍ରର ପତାକା କେମିତି ଆସିଥିଲା ମୁଁ ଆଗରୁ କହିଛି। ଆଉ ବିଶ୍ୱାସ କରନ୍ତୁ, ସକାଳୁ ଯେତେବେଳେ ମୁଁ ସେଠି ଯାଇ ପହଞ୍ଚେ, ସେଇଟା ସୁନାଖାଳ ଗାଁର ଗୋଟେ ରାସ୍ତା ଠାରୁ ପ୍ରାୟ 10 ଫୁଟ ତଳ ଗୋଟେ ଧାନ ଜମି କହିଲେ ଅତ୍ୟୁକ୍ତି ହେବ ନାହିଁ, ଗାତୁଆ ଜାଗାଟେ, ଯେଉଁଠି ଆମର ଆଶ୍ରମ ତିଆରି ଆରମ୍ଭ ହୋଇଛି। ଏପ୍ରିଲ 20 ତାରିଖ ଦିନ ଯେତେ ପୂଜା ସାମଗ୍ରୀ ଧରି ମୁଁ ଶୁଭ ଦେବା ପାଇଁ ସେ ଆଶ୍ରମରେ ପହଞ୍ଚେ, ହଠାତ୍ ସେଠାରେ ମଧ୍ୟ ଦେଖାଗଲା ଗୋଟେ ହୃଷ୍ଟପୃଷ୍ଟ କଳା କୁକୁର ହଠାତ୍ ମୋ ଚାରିପଟେ ବୁଲୁଛି। ଆପଣ ଆକୁ ବିଶ୍ୱାସ କରିପାରିବେନି କି ଭାବିପାରିବେନି।
ଏଇ 5 ଭାଇଙ୍କ ସହ ସେଠିକି ଗାଁରେ ତ ଏମିତି ଅନେକ କୁକୁର ଅଛନ୍ତି। ଆମ ତୁଳସୀଦାସ ଆଶ୍ରମରେ ବି ଭାସ୍କର ଅଛି। କିନ୍ତୁ ସେଇଠାରେ କଳିଆ ହୃଷ୍ଟପୁଷ୍ଟ କୁକୁରଟି ଆସିକି ଆମକୁ ଚକ୍କର ଖାଇଲା। ମୋ ଭିତରୁ କିଏ ଯେମିତି କହିଲା କି ସତେ ଯେମିତି କାଳୁ କହୁଛି, ତୁ ଆଶ୍ରମ କାମ ଆରମ୍ଭ କରିଦେ, ମୁଁ ଅଛି। ଆଶ୍ରମ ସରିବା ଯାଏ ମୁଁ ତୋ ପାଖାପାଖି ଅଛି। ମୁଁ ଜମା ଜୋର ଦେଇ କହିପାରିବିନି ସେଇ କାଳିଆ କୁକୁରଟା କାଳୁ ବୋଲି। ସେ ଆସ୍ପର୍ଦ୍ଧା, ସେ ଧୃଷ୍ଟତା ମୁଁ କରିପାରିବିନି। କିନ୍ତୁ ମୋର ପ୍ରଶ୍ନ, ଏପ୍ରିଲ 20 ଅକ୍ଷୟ ତୃତୀୟ ଦିନ ମୁଁ ଭୂମି ପୂଜା କରିବାକୁ ଯାଉଛି ଆଶ୍ରମ ନୂଆକରି ଗଢ଼ି ତୋଳିବା ପାଇଁ। କାଳିଆ କୁକୁରଟେ କେମିତି ହଠାତ୍ ଆସି ସେଠି ପହଞ୍ଚିବ? କାହିଁକି ବି ପହଞ୍ଚିବ? ସେ ଭୂମି ପୂଜା ସମୟ ତକ ସେ କାଳିଆ କୁକୁରଟି ମୋ ପାଖେ ପାଖେ ରହିଲା। ଆମର ଯେଉଁ ବୁନ୍ଦିଆ ଭୋଗ ହେଲା ବା ଯେଉଁ କାକେରା ପିଠା ପରାନନ୍ଦ ଭାଇ ଆଣିଥିଲେ ସେ ପିଠା, ସେ କାଳିଆ କୁକୁରକୁ ମଧ୍ୟ ସେ ବୁନ୍ଦିଆ ପିଠା ଦିଆଗଲା, ସିଏ ମଧ୍ୟ ଖାଇଛି। ତାର ଭିଡ଼ିଓ ଅଛି। କିନ୍ତୁ ମୁଁ ଯେହେତୁ ଭିଡ଼ିଓ ଏଡିଟିଂ ଜାଣେ ନାହିଁ, ସେ ଭିଡ଼ିଓଟାକୁ ଏ ଭିଡ଼ିଓ ସହିତ ମୁଁ ଯୋଡ଼ିକି କରିପାରୁନାହିଁ, କାରଣ ମୁଁ ଟେକ୍ନିକାଲି ଏକଦମ ପୁଅର, ମୁଁ ଏ ବିଷୟରେ କିଛି ଜାଣେ ନାହିଁ। ତା ନହେଲେ ସେ ଭିଡ଼ିଓଟିକି ମଧ୍ୟ ପକେଇକି ମୁଁ ଆପଣଙ୍କୁ ଦେଖେଇ ପାରିଥାନ୍ତି। ଏବଂ ସେ କାଳିଆ କୁକୁରଟି ବୁନ୍ଦିଆ ଖାଇଲା, ଭୋଗ ଖାଇଲା। ଆଉ ସବୁଠୁ ବଡ଼ କଥା କ'ଣ ଜାଣନ୍ତି? ମୁଁ ତ ସେଠି ପ୍ରତ୍ୟେକ ଦିନ ଯାଇପାରୁନି। ମୁଁ କେତେବେଳେ ପୁରୀରେ ରହୁଛି, କେତେବେଳେ ଭୁବନେଶ୍ୱରରେ ପୁଅ ପାଖରେ ରହୁଛି। ଆମ ହାଡ଼ିଆ ଭାଇ, ତା ଗାଁଟା ସେଇ ସୁନାଖଳା, ଯିଏ ମୋତେ ଜମି ଦାନ କରିଛି। ହାଡ଼ିଆ ଭାଇ ହେଲେ ମୋର ପରମ ଶିଷ୍ୟ ପପୁ ମହାରାଜଙ୍କର ଶ୍ୱଶୁର। ପପୁ ମହାରାଜଙ୍କର ଶ୍ୱଶୁର ଘର ସେଇ ସୁନାଖଳା ଗାଁ ଯେଉଁଠି ମୁଁ ଆଶ୍ରମ କରୁଛି, ଏବଂ ହାଡ଼ିଆ ଭାଇ ହେଲେ ପପୁ ମହାରାଜଙ୍କର ନିଜ ଶ୍ୱଶୁର। ତେଣୁ ହାଡ଼ିଆ ଭାଇ ଯେହେତୁ ସବୁବେଳେ ସେଠି ଅଛନ୍ତି, ହାଡ଼ିଆ ଭାଇ ମୋତେ ପ୍ରତ୍ୟେକ ଦିନ କହୁଛନ୍ତି, ସାର୍ ବାବା କାଳୁ ଆଉ ଏ ଜାଗା ଛାଡ଼ି ଯାଉନି। ସେ 24 ଘଣ୍ଟା ଏନେ କ'ଣ ଏ କଲମ ଉଠୁଛି କି ନିହଁ ଖୋଳା ହେଉଛି, ଏଇଗୁଡ଼ା ତ ଚାଲିଛି। ଏବଂ କିଛି ୱାର୍କର ମାନେ ରହିବା ପାଇଁ ତାଙ୍କ ପାଇଁ ଗୋଟେ ଟିଣର ସେଡ୍ ଘର ହେଇଛି। କିନ୍ତୁ ସେଇ ଯେଉଁ ଅକ୍ଷୟ ତୃତୀୟା ଦିନ ପୂଜା ହେଲା ବେଳକୁ ଯେଉଁ କାଳିଆ କୁକୁରଟି ଆସି ପହଞ୍ଚିଛି, ସିଏ ଆଜି ପର୍ଯ୍ୟନ୍ତ ମାସେ ହେଲା ସେ ସ୍ଥାନ ଛାଡ଼ି ମୁହୂର୍ତ୍ତକ ପାଇଁ ଗାଁ ଭିତରକୁ ଯାଉନି, କି ତୁଳସୀଦାସ ଆଶ୍ରମକୁ ଯାଉନି, କି କୁଆଡ଼େ ଯାଉନି। ସେଇଠି ପଡ଼ିକି ଶୋଇକି ରହିଛି। ଏଇ ଯେଉଁ ଭାଇମାନେ ୱାର୍କର ମାନେ ଟିଣ ସେଟ୍ କରି ସେଠି ରହିଛନ୍ତି ପରମାନେଣ୍ଟ ଆଶ୍ରମ ତିଆରି ପାଇଁ, ତାଙ୍କ ପାଇଁ ଯାହା ରୋଷେଇ ହେଉଛି ସେଥିରୁ ସେମାନେ ବୋଧ କାଳୁକୁ ଦେଉଛନ୍ତି, ସେଇ କାଳୁ କୁକୁରଟିକୁ ଦେଉଛନ୍ତି, ସେ ଖାଇଛି। ବଡ଼ କଥା ହେଲା ସିଏ ଯାଇନାହିଁ। ଇଏ ମଣିଷଙ୍କୁ ସିନା ମୁଁ ଟଙ୍କା ଦେଇକି ହାୟାର କରିକି ଘର କାମ କରିବା ପାଇଁ, ଆଶ୍ରମ କାମ କରିବା ପାଇଁ ମୁଁ ରଖିଛି। ସେମାନେ ଯେହେତୁ ଟଙ୍କା ପାଉଛନ୍ତି, ସେଥିପାଇଁ ଆସି ସେ ଟିଣ ଘର କରି ଏ ଖରାରେ ପଡ଼ିକି ରହିଛନ୍ତି। କିନ୍ତୁ ଏ କୁକୁରଟାକୁ ତ ମୁଁ ପାଇନଥିଲି, ତାକୁ ତ କୌଣସି ଟଙ୍କା ଦେଇ କେହି କିଣିପାରିବେନି। ତାହେଲେ ସିଏ ମନୁ ମନୁ କେମିତି ଆସିଛି? ତାହେଲେ ସିଏ କିଏ? ଆଉ ସବୁଠାରୁ ବଡ଼ କଥା କ'ଣ ଜାଣିଛନ୍ତି? ଏଇ 3-4 ଦିନ ତଳେ ଆମର ସବୁ କଲମ ଉଠିଲା। ଆମର ମାଟି 5 ଫୁଟ ତଳେ ଖୋଳା ଯାଇଛି ଏବଂ ସବୁ ଲୁହାରେ ଯେଉଁ କଲମ ଉଠେ, ଯେଉଁଥିରେ ଖମ୍ବ ହେଲା ପରେ କାମ ଆରମ୍ଭ ହେବ, ସେ ତଳୁ ମାଟି ତଳୁ 5 ଫୁଟ ତଳୁ ସବୁ କଲମ ଉଠିଲା। ତା ଭିତରେ ଗୋଡ଼ି ଢଳା ହେବ। ଆଜିକାଲି ଆଉ ମୁଁ ତ ଜାଣିନଥିଲି, ଆଜିକାଲି ଆଉ ସେ ଯେଉଁ ମୂଲିଆଣି ଆସିକି ଗୋଡ଼ି ବାଲି ସିମେଣ୍ଟ ପକେଇକି ମାନୁଆଲି ଗୋଳେଇବ ସେମିତି ନାହିଁ। ଆଜିକାଲି ରେଡ଼ିମିକ୍ସ ସବୁ ମେସିନରେ ଆସିଲାଣି। କମ୍ପାନୀରୁ ଗୋଡ଼ି ସିମେଣ୍ଟ ବାଲି ଗୋଳା ହେଇକି ମେସିନରେ ଆସିବ। ମେସିନ୍ର ପାଇପ୍ ଦ୍ୱାରା ଢଳା ହେଇକି ଚାଲିଯିବ। ଯେହେତୁ ବଡ଼ ବଡ଼ ଗାଡ଼ି ରାସ୍ତା ଉପରେ ରହିଲେ ଯିବା ଆସିବା ଅସୁବିଧା ହେବ, ତେଣୁ ଆମର କଣ୍ଟ୍ରାକ୍ଟର ସୋନୁ ଭାଇ କହିଲା, ରାତିରେ ଏ ଗତ ବୁଧବାର ରାତି 11ଟାରେ ଆମର ଛଡ଼ ଗୋଡ଼ି ବନ୍ଧା ହେଇଛି, କଲମ ଉଠିଛି, ତା ଭିତରେ ଗୋଡ଼ି ଢଳା ହେବ। ଭୁବନେଶ୍ୱରରୁ ରେଡ଼ିମିକ୍ସ ଗାଡ଼ିରେ ସେଗୁଡ଼ା ଆସିବ। ତେଣୁ ନିଜ କାମ ନିଜେ କାମଟା ନିଜେ ଦେଖିଲେ ଭଲ। ନିଜ ଛୁଆଟେ ଯେତେବେଳେ ଜନ୍ମ ହେଉଛି, ଆମେ କ'ଣ ହସ୍ପିଟାଲ ବାହାରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେଉନେ? ଝିଅର ହେଉ କି ପୁଅର ହେଉ, ଯଦି ନାତି ନାତୁଣୀଟେ ହେଉଛି। ତେଣୁ ସେଦିନ ମଧ୍ୟ ସେମିତି ପରମାନନ୍ଦ ଭାଇ, ବିମଳ ଭାଇ, ଉତ୍କଳେନ୍ଦୁ ଭାଇ, ମୁଁ ଆଉ ଆମ ସୁନୀଲ ଭାଇ, ଆମେ 5 ଜଣ ଯାକ ଯାଇ ରାତି 9ଟାରେ ଆମ ଆଶ୍ରମଠି ପହଞ୍ଚିଗଲୁ। ଏବଂ ଦେଖିଲା ବେଳକୁ କାଳୁବାବୁ ମଧ୍ୟ ସେଠି ବସିକି, ମୁଁ ଗାଡ଼ିରୁ ଓହ୍ଲାଇଲା ମାତ୍ରେ
ଦୌଡ଼ିକି ଆମେ ଏତେ ଜଣ ଲୋକ ଥିଲେ ସେ ଦୌଡ଼ିକି ଆସି ମୋ ଚାରିପଟାକ ଟିକେ ଘଷି ହେଇଗଲା, ଲାଙ୍ଗୁଡ଼ ହଲେଇଲା, ତାପରେ ସେଇଠି ବସିକି ରହିଲା। ଏବଂ ବିଶ୍ୱାସ କର ତାର ଅଧଘଣ୍ଟେ ପରେ ନାହିଁ ନଥିବା ଝଡ଼ ତୋଫାନ ଆସିଲା, କି ପବନ ଉଡ଼ିଲା, ବିଜୁଳି ଚଡ଼ଚଡ଼ି, ଦୂର ବର୍ଷା କଚାଲା, ମାନେ ରାତି 3ଟା ଯାଏ ବର୍ଷା କଚାଲା। ଆମେ ସମସ୍ତେ ସେ ଯେଉଁ ଟିଣ ସେଡ୍ ଯାହା ଭିତରେ ୱାର୍କର ମାନେ ରହିବା ପାଇଁ ଥିଲା, ସେମାନେ ଆମେ 5 ଜଣ ଏତେ ଝଡ଼ ବର୍ଷା ଭିତରେ ସେଇ ଟିଣ ଘରେ ରାତି 3ଟା ଯାଏ ଆମେ ରହିଲୁ। କାଳୁ ମଧ୍ୟ ଆମରି ସହିତ ଏତେ ଝଡ଼ ବର୍ଷାରେ ଡରିକି ସେ କୁଆଡ଼େ ଗଲାନି, ସିଏ ମଧ୍ୟ ସେଇ ଟିଣ ସେଡ୍ ଭିତରେ ଆମରି ପାଖରେ ଜାକିଜୁକି ହେଇକି ବସି ରହିଲା। ଆମେ ଯାହା ଭାତ ଡାଲମା କରିଥିଲୁ ରାତିରେ ଖାଇବା ପାଇଁ ସମସ୍ତେ, ସିଏ ମଧ୍ୟ କାଳୁ ମଧ୍ୟ ସେ କୁକୁରଟି ମଧ୍ୟ ସେୟା ଖାଇଲା। ଏତେ ଝଡ଼ ବର୍ଷାରେ ମଧ୍ୟ ସିଏ ଗଲା ନାହିଁ। ଏବଂ ଆମର ରେଡିମିକ୍ସ ଯେଉଁ ଆସିଲା ସେ ରାତି 3:30ରୁ କାମ ଆରମ୍ଭ ହେଲା। ତାର ଦିନ ସକାଳକୁ ସେ ଛଡ଼ କଲମ ଭିତରେ ଗୋଡ଼ି ସବୁ ପଶିଲା। କିନ୍ତୁ କହିବାର କଥା ହେଲା, ପିଙ୍କି ଘର କାମ ଆରମ୍ଭ ହେଲା ବେଳକୁ ଯେମିତି କୁଆଡ଼ୁ ଗୋଟେ କଳା କୁକୁରଟେ ଆସି 1.5 ବର୍ଷ ଧରି ସେ କାମକୁ ଜଗି ରହିଲା ଏବଂ ଘର ପ୍ରତିଷ୍ଠାର ପରଦିନଠୁ ତାକୁ ଆଉ ଦେଖାଗଲା ନାହିଁ। ଯଦି ବାହାର କୁକୁରଟେ ସାଧାରଣ ଭାବରେ ଆସିଥାନ୍ତା, ସେ ବି କାହିଁ ଆସିବ, ଆସିଲେ 1.5 ବର୍ଷ ଧରି ଆଉ କୁଆଡ଼େ ନ ଯାଇ ସେଇଠି କାହିଁକି ପଡ଼ିକି ରହିବ ଏବଂ ଘର ପ୍ରତିଷ୍ଠା ହେଲା ପରେ ଫେରେ ସେ କୁଆଡ଼େ ଚାଲିଯିବ। ଯଦି ସେ ପ୍ରତିଦିନ ସକାଳେ ସନ୍ଧ୍ୟାରେ ଘର ଖାଦ୍ୟ ତାକୁ ରୋଷେଇ ହେଇକି ଆସି ଦିଆଯାଉଥିଲା, ସେ ଖାଉଥିଲା। ଏଇଠି ପ୍ରଶ୍ନ ହେଉଛି, ସିଏ ତା ପ୍ରକୃତରେ କୁକୁର ଥିଲା ନା କୁକୁର ରୂପ ଭିତରେ କାଳୁ ଆସିଥିଲା। ସେମିତି ଆମର ଅକ୍ଷୟ ତୃତୀୟା ଦିନ ଭୂମି ପୂଜା ହେଉଛି ଆସନ ତୈୟାରୀ ପାଇଁ, ହଠାତ୍ କାଳିଆ କୁକୁରଟେ କୁଆଡ଼ୁ ଆସିବ, ଆଉ ଯଦି ଆସିବ ସିଏ ବି ବର୍ତ୍ତମାନ ମଧ୍ୟ କୁଆଡ଼େ ଯାଉନାହିଁ। ଆଉ ମୋ କଥାକୁ ଯେଉଁମାନେ ସତ୍ୟତା ଜାଣିବାକୁ ଚାହୁଁଛନ୍ତି, ମୁଁ ୟୁଟ୍ୟୁବର ଭାଇ ଭଉଣୀମାନଙ୍କୁ କହୁଛି, ଆମର କଟକ ଜଗତପୁର ଗୋଲେଇ ଛକଠୁ ପୀର ବଜାର ଦେଇକି ଗାଁ ଭିତରେ ପଶିଲେ ସୁନାଖାଳା ଗାଁ ପଡ଼ିବ ଏବଂ ଆମ ଆଶ୍ରମ ତୋଳା ହେଉଛି, ରାସ୍ତା କଡ଼ରେ ଦେଖିପାରିବେ। ଏବଂ ପ୍ରକୃତରେ କାଳିଆ କୁକୁରଟେ ଅଛି କି ନାହିଁ ଯେ କେହି ଆସି ଦେଖିପାରିବେ। ଏହି କୁକୁରଟି ମଧ୍ୟ ଭୂମି ପୂଜା ଦିନ ଅକ୍ଷୟ ତୃତୀୟାଠୁ ଆସି ରହିଛି ଏବଂ କୁଆଡ଼େ ଯାଉନାହିଁ। ଏବଂ ମୋର ପୂର୍ଣ୍ଣ ବିଶ୍ୱାସ ସେ ବର୍ଷେ ଲାଗୁ 1.5 ବର୍ଷ ଲାଗୁ ଆଶ୍ରମ କାମ ସରିବା ଯାଏଁ ଇଏ ଏମିତି ରହିଥିବ। କାରଣ ମୁଁ ଜାଣେ କାଳୁ କେତେ ରୂପରେ କେତେ ରଙ୍ଗରେ ଆସିପାରିବ ତାହା କେହି ଭାବିପାରିବେ ନାହିଁ। ତା ନହେଲେ ଏ କୁକୁରଟି ଫେରେ କୁଆଡ଼ୁ ଆସିଛି ଏବଂ କାହିଁକି ଏଠି ପଡ଼ିକି ରହିଛି ଏବଂ ଆଉ କୁଆଡ଼େ ମଧ୍ୟ ଯାଉନାହିଁ। ଯେହେତୁ ପିଙ୍କି ଘର ତୋଳିଲା ବେଳେ ଏ ଅଭିଜ୍ଞତାଟା ମୋର ଥିଲା ଏବଂ ମୋରି ଆଶ୍ରମ ହେଲା ବେଳକୁ ପୁଣି କାଳିଆ କୁକୁରଟି ଆସିକି ରହିଛି, କୁଆଡ଼େ ଯାଉନାହିଁ। ଏତେ ଝଡ଼ ତୋଫାନରେ ମଧ୍ୟ ସେଇ ଟିଣ ସେଡ୍ ଭିତରେ ଆମ ପାଖରେ ରହିଲା ଏବଂ ପ୍ରତିଦିନ ସେ ସେଇଠି ପଡ଼ିକି ରହିଛି। ହାଡ଼ିଆ ଭାଇ ମୋତେ କହୁଛି ଫୋନରେ, ତାହେଲେ ଏ କାଳିଆ କୁକୁରଟି ତାହେଲେ କିଏ ପୁଣି? ବନ୍ଧୁ, କେବଳ କହିବାର କଥା ହେଲା, କାଳୁକୁ ଯଦି ତୁମେ ଭଲ ପାଉଛ, ପ୍ରେମ କରୁଛ, ତାକୁ ଯଦି ନିଜର ବୋଲି ଭାବୁଛ, ସିଏ ତୁମକୁ ପ୍ରତିଟି ମୁହୂର୍ତ୍ତରେ ସାହାଯ୍ୟ କରିବ। ସାହାଯ୍ୟ କରିବା ଅର୍ଥ ନୁହେଁ ସେ ଫୁଲ୍ ପ୍ୟାଣ୍ଟ ସାର୍ଟ ପିନ୍ଧିକି ଆସି ତୁମ ପାଖରେ କହିବ ମୁଁ ଚାଲି ଆଇଲି, ମୁଁ ହେଉଛି ଜଗନ୍ନାଥ, ଆଉ କ'ଣ କହୁଛୁ କହ। ସେମିତି ନାହିଁ। ସେ ବିଭିନ୍ନ ରୂପରେ ବିଭିନ୍ନ ରଙ୍ଗରେ ହୁଏତ ତାର ଉପସ୍ଥିତି ତୁମ ପାଖରେ ଦେଖେଇପାରେ। ଏବଂ ମୋର ପୂର୍ଣ୍ଣ ବିଶ୍ୱାସ, ଏଇ ମୋର ଯେଉଁ ତୁଳସୀଦାସ ମୋର ଯେଉଁ ଶୂନ୍ୟସ୍ୱାମୀ ଧ୍ୟାନପୀଠ ଆଶ୍ରମ ତିଆରି ଚାଲିଛି, ସେଠି ଯେଉଁ କାଳିଆ କୁକୁରଟି ଜଗିକି ଅହରହ ରହିଛି, ସିଏ ଆଉ କେହି ନୁହେଁ, ମୋର ଅତି ପ୍ରିୟ କାଳୁ। এইটা ଫେର ମୁଁ କାହିଁ କହୁଛି, ଏଇ ଯେଉଁ ଅଭିଜ୍ଞତାଟା ଆପଣ ଏଇଟାକୁ ଖାଲି କଥାରେ ଉଡ଼େଇ ଦେବେନି। ଆପଣମାନେ ଯଦି ଶିରିଡ଼ି ସାଇଙ୍କ ପାଖକୁ ଯାଇଥିବେ, ଶିରିଡ଼ି ସାଇଙ୍କ କଥା ଜାଣିଥିବେ, ବୁଢ଼ା ଶିରିଡ଼ି, ସତ୍ୟ ସାଇ ନୁହଁ। ଶିରିଡ଼ି ସାଇ ଯେତେବେଳେ ବଞ୍ଚିଥିଲେ ସେତେବେଳେ ତାଙ୍କ ପାଖକୁ ପ୍ରତିଦିନ ତାଙ୍କଠୁ ପ୍ରାୟ 40 କିଲୋମିଟର ଦୂରରୁ ଶିରିଡ଼ି ସାଇଙ୍କର ଗୋଟିଏ ଭକ୍ତ ଘରୁ ରୋଷେଇ କରି ସବୁବେଳେ ଆଣିକି ଶିରିଡ଼ି ସାଇକି ରାତିରେ ଖାଇବାକୁ ଦେଇଥାଏ। ପ୍ରତିଦିନ ଖରା ବର୍ଷା ଝଡ଼ ପବନ ସେ କିଛି ଖାତିର କରେ ନାହିଁ। ଗୋଟାଏ ଦିନ ସେଇ ଭକ୍ତଟି ଶିରିଡ଼ି ସାଇ କହିଲା, ବାବା ସବୁଦିନ ମୁଁ ଏତେ ଏତେ ବାଟରୁ ଆସୁଛି, ଆପଣ ଥରେ କ'ଣ ମୋ ଘରକୁ ଟିକେ ଯାଆନ୍ତିନି, ଆପଣଙ୍କ ପାଦ ପଡ଼ନ୍ତାନି? ଶିରିଡ଼ି ସାଇ କହିଛନ୍ତି, ନାଇଁ ନାଇଁ, କାଲି ମୁଁ ତୋ ଘରକୁ ଯିବି, ତୁ ଏତେ ବାଟ ଆସିବା ଦରକାର ନାହିଁ, ତୋରି ଘରେ ବସିକି ମୁଁ ଖାଇବି। ନା ଠିକ୍ ଅଛି, ଆସିବେ ତ? ନା ନିଶ୍ଚୟ ଆସିବି। ଭକ୍ତଟି ଫେରି ଆସିଛି, ତା ମନ ଅତି ଖୁସି ଯେ ବାବା ତା ଘରକୁ ଆସିବେ ଖାଇବା ପାଇଁ। ସେ ତେଣୁ 6 ତୁଣ 9 ଭଜା କରି ଆନନ୍ଦରେ ଅପେକ୍ଷା କରି ରହିଛି। ସନ୍ଧ୍ୟା ହେଇଗଲା, କେହି ଆସୁନାହାନ୍ତି।
ଏଣେ ତାଙ୍କୁ ଅପେକ୍ଷା କରି କରି ସେ କହୁଛି ବାବା କେତେବେଳେ ଆସିବେ। ଏତିକି ବେଳକୁ ତା ଘର ଅଗଣା ଭିତରକୁ ଗୋଟେ କୁକୁରଟେ ପଶି ଆସିଲା। କୁକୁରଟା ଯେ କାଳେ ମୁହଁ ମାରିଦେବ, ବାବାଙ୍କ ପାଇଁ ରୋଷେଇ ହେଇକି ଅଛି, ସେ ସାଙ୍ଗେ ସାଙ୍ଗେ କୁକୁର ଗୋଟେ ବାଡ଼ିରେ ଦି ପାହାର ପିଟିଲା, କୁକୁରଟା କେଁ କେଁ ହିଁ ପଳେଇଲା। କାହିଁ ବାବା ଆସୁନାହାନ୍ତି, ରାତି ହେଲାଣି। ଶେଷ ଯାଏଁ ବାବା ଆଉ ଆସିନାହାନ୍ତି କି ଇଏ ବିଚରା ମନ ଦୁଃଖରେ ରହିଲା। ତା ଆର ଦିନ ଯାଇ ବାବାଙ୍କୁ କହିଲା, ଆପଣଙ୍କର ଯଦି ଆସିବାର ନଥିଲା ଆପଣ ମୋତେ କହିଥାନ୍ତେ, ଆପଣ କହିଲେ ମୁଁ ନିଶ୍ଚୟ ଯିବି, ମୁଁ ଆପଣଙ୍କୁ ଅପେକ୍ଷା କଲି ଅଥଚ ଆପଣ ଆସିଲେନି। ବାବା କହିଲେ ମୁଁ ତ ଯାଇଥିଲି, ତୁ ତ ମୋତେ ବାଡ଼େଇକି ହୁଡ଼େଇ ଦେଲୁ, ମୋତେ ବାଡ଼େଇଛୁ ନା, ଆପଣ ତ ଆସିନାହାନ୍ତି ନା, ତୁ ଦେଖିଥିବୁ ଅଗଣା ଭିତରୁ ଗୋଟେ କୁକୁର ପଶିଗଲା, ତୁ ତାକୁ ଦିଟା ଠେଙ୍ଗାରେ ପିଠିଛୁ କଷିକି। ଦେଖି ବାବା ପିଠିଟା ଦେଖେଇଦେଲେ, ବାବାଙ୍କ ପିଠିରେ ସେ ବାଡ଼ିର ଚିହ୍ନ। ନା ଆପଣ, ନା ହଁ ମୁଁ ସେଇ କୁକୁର ଭିତରେ ଦେଇ ଯାଇଥିଲି, ତୁ କ'ଣ ଭାବୁଛୁ କେବଳ ମୁଁ ମୋରି ଏଇ ରୂପରେ ଯାଇଥିଲେ ତୁ ମୋତେ ଦେଇଥାନ୍ତୁ? ତା ଅର୍ଥ ତୋର ମୁଁ ଯେ ସୃଷ୍ଟି କରିଛି, କୁକୁର ମାଙ୍କଡ଼ ବିଲେଇ ଏଇ ଯେଉଁ ସୃଷ୍ଟି ହେଇଛି ତା ପ୍ରତି ତୋର ଭଲ ପାଇବା ନାହିଁ କି ଦୟା ନାହିଁ। ତୁ କେବଳ ମୋତେ ପୂଜା କରୁଛୁ ବା ମୋତେ ଏତେ ଦୂରରୁ ଆଣି ଖାଇବାକୁ ଦେଉଛୁ ତୋର କିଛି ସ୍ୱାର୍ଥ ପାଇଁ, କାମନା ପାଇଁ। ମୁଁ ସେଇ କୁକୁର ରୂପରେ ଯାଇଥିଲି। ସେ ଭକ୍ତଟି ଗୋଡ଼ ତଳେ ପଡ଼ୁଛି, ବାବା ମୋର ବଡ଼ ଭୁଲ ହେଇଯାଇଛି, ମୁଁ ଆପଣଙ୍କୁ ଜାଣିପାରିଲିନି। ନା ଦେଖ, ଶିରିଡ଼ି ବାବା କହୁଛନ୍ତି, ଦେଖ ପ୍ରଭୁ କେତେବେଳେ କେଉଁ ରୂପରେ ଆସିବ ତାହା କେହି ଜାଣିପାରିବେନି। ତେଣୁ ଭକ୍ତ ସବୁବେଳେ ସଜାଗ ରହିବାକୁ ପଡ଼ିବ। ଭକ୍ତକୁ ସବୁବେଳେ ସଚେତନତାର ସହିତ ସଜାଗ ରହିବାକୁ ପଡ଼ିବ, ହେଲେ ସେ ଅବଶ୍ୟ ପ୍ରଭୁଙ୍କୁ ଜାଣିପାରିବ। ପ୍ରଭୁ ଯେ କେବଳ ମଣିଷ ରୂପରେ ଆସିବେ ତାର କୌଣସି ଗ୍ୟାରେଣ୍ଟି ନାହିଁ। ଏକଥାଟା କହିଲି ଏଇ ସକାଶେ ଯେ ଶିରିଡ଼ି ବାବା ମଧ୍ୟ ତାଙ୍କ ଭକ୍ତ ପାଖକୁ ସେଇ କୁକୁର ରୂପରେ ଯାଇଥିଲେ, ଭକ୍ତ ଚିହ୍ନି ପାଇଲାନି, ବାଡ଼େଇକି ବିଦା କରିଦେଇଥିଲା। ଏକଥା ଏଇ ସକାଶେ କହିଲି, ମୁଁ ଶିରିଡ଼ିଙ୍କ ଗାଥା ଶୁଣିଲା ବେଳେ, ପଢ଼ିଲା ବେଳେ ଜାଣିଥିଲି ଯେ ଶିରିଡ଼ି ବାବା ମଧ୍ୟ ଦିନେ କୁକୁର ରୂପରେ ତାଙ୍କ ଭକ୍ତ ପାଖକୁ ଆସିଥିଲେ। ଯଦି ବାବା ବି ଜଣେ ଆସିଥିଲେ, ଆମର ଯେଉଁ କାଳୁ ବାବା, ସିଏ ଯେ କୁକୁର ରୂପରେ ପିଙ୍କିର ଘର ତଳକୁ ନ ଆସିଥିବେ ତାହା କିଏ କହିପାରିବ। ସେଇ ଆମର କାଳୁ ବାବା, ମୋର ଯେଉଁ ଏଇନା ଆଶ୍ରମ, ମୋର ତ କହିବା ସବୁବେଳେ ଭୁଲ ହେଉଛି, ରକ୍ତମାଂସ ଶରୀର, ମୁଁ ସବୁବେଳେ ଭୁଲ କରୁଛି, ମୋର ନୁହଁ। ଆମର ଆଶ୍ରମ ତୋଳା ଚାଲିଛି, କାଳୁର ଆଶ୍ରମ ତୋଳା ଚାଲିଛି। ତାରି ଆଶ୍ରମ ତୋଳା ପାଇଁ ଆମ କାଳୁ ବାବା ଯେ କୁକୁର ରୂପରେ ଆସି ସେ ଜାଗାଟାକୁ ଜଗୁନଥିବେ ତାହା ମଧ୍ୟ କିଏ କହିପାରିବ। ଇଏ ଏକ ଅଛିଣ୍ଡା ସୂତାର ଗଣ୍ଠି, ଏ ଗଣ୍ଠି ସହଜେ ଫିଟି ପାରିବ ନାହିଁ। ଇଏ ହେଲା ଏକ କାଳୁର ରହସ୍ୟମୟ ଗାଥା, ଆକୁ ମଧ୍ୟ ସାଧାରଣ ମଣିଷ ବୁଝିପାରିବ ନାହିଁ। ଏମିତି ତ ଯେଉଁମାନେ କେବଳ ପୋଥି ପୁରାଣ ଆଉ ମନ୍ତ୍ର ଶ୍ଳୋକରେ ଜଗନ୍ନାଥଙ୍କୁ ଭାବୁଛନ୍ତି, ସେ ଜଗନ୍ନାଥଙ୍କୁ ଗୋଟା ସୁଦ୍ଧା ଜାଣିଦେଇଛନ୍ତି, ସେମାନେ ଅନେକ ସମୟରେ ମୋ ପାଇଁ, ମୋ ବିରୁଦ୍ଧରେ ଅନେକ ଫଲ୍ସ ଭିଡ଼ିଓ କରିକି ମୋତେ ଯେଛାତା ଗାଳି ଦେଉଛନ୍ତି। ମୁଁ କୁଆଡ଼େ ଧର୍ମ ବିରୋଧୀ, ମୁଁ ନାସ୍ତିକ, ମୁଁ ଜଗନ୍ନାଥଙ୍କୁ ଅପମାନ କରୁଛି, ଜଗନ୍ନାଥ ସଂସ୍କୃତିକୁ ଅପମାନ କରୁଛି। ଯେଉଁ ଭାଇମାନେ ମୋ ବିରୁଦ୍ଧରେ ଏଇଭଳି ଅପପ୍ରଚାର କରୁଛନ୍ତି ତାଙ୍କ ପାଇଁ ମୋର କିଛି ନାହିଁ, କାଳୁ ତାଙ୍କୁ କ୍ଷମା ଦେବ। କିନ୍ତୁ ମୁଁ ଖାଲି କହିବାର କଥା ହେଲା, ଜଗନ୍ନାଥ ତମର ପାଣ୍ଡିତ୍ୟ ଭିତରେ ନଥାନ୍ତି, ଜଗନ୍ନାଥ ତମର ଶ୍ଳୋକ ପୁରାଣ ଭିତରେ ନଥାନ୍ତି, ଜଗନ୍ନାଥ ତମର ଅହଙ୍କାର, ଔଦ୍ଧତ୍ୟ ଏବଂ ଜ୍ଞାନର ଭଣ୍ଡାର ଭିତରେ ନଥାନ୍ତି। ସିଏ ନଥାନ୍ତି ତୁମର ରୀତିନୀତିରେ, ସିଏ ନଥାନ୍ତି ତୁମର ବିଧିବିଧାନରେ, ସିଏ ନଥାନ୍ତି ତୁମର ପ୍ରଥା ପରମ୍ପରାରେ, ସିଏ ନଥାନ୍ତି ଗୀତାର ଶ୍ଳୋକରେ, ଭାଗବତର ବାଣୀରେ। ଜଗନ୍ନାଥ ହେଲେ ଏ ସବୁର ଊର୍ଦ୍ଧ୍ୱରେ। ତାଙ୍କୁ ମଣିଷକୃତ କୌଣସି ଶ୍ଳୋକ ଶାସ୍ତ୍ର ଭିତରେ ଜଗନ୍ନାଥଙ୍କୁ ତୁମେ ଜୀବନ ସାରା ବାନ୍ଧି ରଖିପାରିବ ନାହିଁ। ତେଣୁ ମୋର ଯେତିକି ଜଗନ୍ନାଥଙ୍କୁ ନେଇ ବ୍ୟକ୍ତିଗତ ଜୀବନର ଉପଲବ୍ଧି, ଜଗନ୍ନାଥଙ୍କୁ ମୁଁ ଯେଉଁଭଳି ଭାବରେ ଦର୍ଶନ କରିଛି, ୟେସ୍ I can speak frankly and in a straightforward manner, yes, I have seen Jagannath, I have realized Jagannath. ଜଗନ୍ନାଥଙ୍କ ସହିତ ମୁଁ ବ୍ୟକ୍ତିଗତ ସମ୍ପର୍କରେ ପ୍ରତି ମୁହୂର୍ତ୍ତରେ ଅଛି ବୋଲି ତ ଏତିକି ଦୃଢ଼ତାର ସହିତ ମୁଁ କହିପାରୁଛି। ଆପଣଙ୍କର ବିଶ୍ୱାସ ଅବିଶ୍ୱାସ ଆପଣଙ୍କ ପାଖରେ,
ଆଜି এই ଭିଡ଼ିଓଟି କଲି এই ସକାଶେ ଯେ ବନ୍ଧୁ ଏ ସୃଷ୍ଟିକି ଭଲ ପାଅ, କୁକୁରକୁ ବାଡ଼ାଅନି, ଖାଇବାକୁ ଦିଅ, ବିଲେଇକି ବାଡ଼ାଅନି, ଖାଇବାକୁ ଦିଅ, ମାଙ୍କଡ଼କୁ ହୁ ହୋଇକି ତଡ଼ନି, ଖାଇବାକୁ ଦିଅ। ସୃଷ୍ଟିକି ଭଲ ପାଅ, ପକ୍ଷୀ ପଶୁ ପକ୍ଷୀ ସମସ୍ତଙ୍କୁ ଭଲ ପାଅ, ମଣିଷକୁ ବି ଭଲ ପାଅ। ତମେ ଯଦି ଜଗନ୍ନାଥଙ୍କ ସୃଷ୍ଟିକି ଭଲ ପାଉନ କିନ୍ତୁ ରାତିରେ ଘଣ୍ଟା ଘଣ୍ଟା ଧରି ଧ୍ୟାନ କରୁଛ ତାହେଲେ ମଧ୍ୟ ତମର ଈଶ୍ୱର ଦର୍ଶନ ଆଦୌ ହେବ ନାହିଁ। କେବଳ ଧ୍ୟାନ ଧାରଣା କରିଦେଲେ, ପ୍ରାଣାୟାମ ଶିଖିଗଲେ ବା ସବୁବେଳେ ଜପମାଳା 108 ଥର କି ଲକ୍ଷେ ଥର ଖାଲି ଜପି ଦେଲେ ତମେ ଈଶ୍ୱରଙ୍କୁ ପାଇପାରିବନି। ଈଶ୍ୱରଙ୍କୁ ପାଇବାକୁ ଗଲେ ଏ ସୃଷ୍ଟିକି ଭଲ ପାଅ, ସମସ୍ତଙ୍କୁ ପ୍ରେମ କର, ଆଉ ଜଗନ୍ନାଥଙ୍କୁ ବିଶେଷ ଭାବରେ ନିଜର ଭଳି ପ୍ରେମ କର। ଅବିକଳ 100 ଥର କହିଛି, ଯୌବନରେ ପ୍ରେମିକାକୁ ଭଲ ପାଇଲା ଭଳି। ପ୍ରେମରେ କୌଣସି ନୀତି ନିୟମ ନଥାଏ, ଜଗନ୍ନାଥଙ୍କ ପାଖରେ ମଧ୍ୟ କୌଣସି ନୀତି ନିୟମ ନଥାଏ। ଭାବୁଛି କେତେ ରଙ୍ଗ କେତେ ରୂପ, କାଳିଆ କୁକୁର କାଳିଆ ଠାକୁର। ଆପଣମାନଙ୍କୁ ଏଇଟା ଛୋଟ ଛୋଟ କଥା ମୁଁ କହୁନି, ମୁଁ ଗୋଟେ ବଡ଼ ବିରାଟ କଥା କହୁଛି। এই ଛୋଟ ଛୋଟ କଥା ଯାହା ମୋର ଜୀବନରେ ମୁଁ ଅନୁଭବ କରୁଛି ସେଇଟା ଆପଣମାନଙ୍କରେ କହିଦେଉଛି। କାରଣ ମୁଁ ପୁରାଣ ଶାସ୍ତ୍ର ଜାଣି ନାହିଁ ସେ ବିଷୟକୁ, ମୋର ବ୍ୟକ୍ତିଗତ ଅନୁଭୂତିର କଥା ହିଁ କେବଳ କହିବି। এই ଭିଡ଼ିଓଟି କେମିତି ଲାଗିଲା ମଧ୍ୟ ମୋତେ ଆପଣମାନେ ଜଣେଇବେ। ଯେଉଁମାନେ ଧ୍ୟାନ ଶିବିର ଆଟେଣ୍ଡ କରିବାକୁ ଚାହୁଁଛନ୍ତି, ଆଗାମୀ ଜୁନ୍ 19, 20, 21ରେ ଧ୍ୟାନ ଶିବିର ପୁରୀରେ ହେବ। ଏଇ 25 ତାରିଖ ଭିତରେ ପପୁ ମହାରାଜଙ୍କ ପାଖରେ ନାମ ରେଜିଷ୍ଟ୍ରେସନ କରିନେବେ। ଦ୍ୱିତୀୟ ସୂଚନା ହେଲା, ଯେଉଁମାନେ ଆଶ୍ରମ ପାଇଁ ଯତ୍କିଞ୍ଚିତ ସାହାଯ୍ୟ ଦେବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ପପୁ ମହାରାଜଙ୍କୁ ଏଇ ନମ୍ବରରେ 9437931018ରେ ମଧ୍ୟ ଅର୍ଥ ରାଶି ଯାହା ଚାହିଁବେ, ନଦେଲେ ମଧ୍ୟ ଆଦୌ ଦୁଃଖ ନେଇ ମୁଁ ହାତ ଯୋଡ଼ି କହୁଛି, ଆପଣମାନଙ୍କର ଭଲ ପାଇବାଟା ମୋ ପାଇଁ ସବୁଠାରୁ ଶ୍ରେଷ୍ଠ ଉପହାର। ଯାହାର ସାମର୍ଥ୍ୟ ଥିବେ ସେମାନେ ମଧ୍ୟ ଆଶ୍ରମ ପାଇଁ ଦାନ କରିପାରିବେ ପପୁ ମହାରାଜଙ୍କ ପାଖରେ। ଆଜି ମୁଁ ମୋ ନିଜ ଘରେ ଅଛି, ମୁଁ ଭାବୁଛି ଆଉ ଟିକେ ପାଖରୁ କାଳୁକୁ ଦେଖେଇଦେଲେ ଆପଣମାନଙ୍କୁ ଖୁସି ଲାଗିବ। ଆଜି ସୋମବାର, କାଳୁ ଧଳାରେ ବସିଛି, ଜୁଳୁ ଜୁଳୁ କରି ଚାହିଁଛି। ଆଜି ପାଇଁ ତାହେଲେ ରହୁଛି, ନମସ୍କାର।